ନମସ୍କାର, ମୁଁ ସୌଭାଗ୍ୟ। ଆପଣ ଦେଖୁଛନ୍ତି ପରିତ୍ରାଣ ଟାଇମ୍ସ। ଆଜିର ଏହି ଖବର କେବଳ ଏକ ସମାଚାର ନୁହେଁ, ଏହା ଏକ ବେଦନା, ଏକ ନୀରବ ଆର୍ତ୍ତନାଦ ଏବଂ ମାନବତାର ଆତ୍ମାକୁ କମ୍ପାଇ ଦେଉଥିବା ଏକ କଠୋର ସତ୍ୟ। ପଡ଼ୋଶୀ ଦେଶ ବାଂଲାଦେଶରେ ଆଜି ହିନ୍ଦୁ ସମୁଦାୟ ଅସୁରକ୍ଷିତ। ଯେଉଁଠି ମନ୍ଦିରରେ ଘଣ୍ଟା ବାଜୁଥିଲା, ସେଠାରେ ଆଜି ଭୟର ନୀରବତା। ଯେଉଁଠି ଘରର ଦ୍ୱାର ଖୋଲା ଥିଲା, ସେଠାରେ ଆଜି ଆଶଙ୍କାର ତାଲା। ନିରୀହ ଦୀପୁ ଦାସ କେବଳ ତାହାର ପରିଚୟ ଥିଲା ହିନ୍ଦୁ, ତେଣୁ ତାକୁ ସେମାନେ ଧର୍ମ ନାଁରେ ଜାଳିଦେଲେ। ହିନ୍ଦୁମାନେ ସେଠାରେ କୌଣସି ଅପରାଧ କରିନାହାନ୍ତି, ତଥାପି ତାଙ୍କର ପରିଚୟ ହିଁ ଆଜି ତାଙ୍କ ପାଇଁ ଅସୁରକ୍ଷାର କାରଣ। ମନ୍ଦିର ଉପରେ ଆକ୍ରମଣ, ଦେବମୂର୍ତ୍ତିଙ୍କ ଅପମାନ, ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରଶ୍ନ। ବିଶ୍ୱ ଆଜି କାହିଁକି ଏତେ ନୀରବ? ଏହା କୌଣସି ଧର୍ମୀୟ ବିବାଦ ନୁହେଁ, ଏହା ମାନବାଧିକାର ପ୍ରଶ୍ନ। ଏହା ଜୀବନ ବଞ୍ଚିବାର ଅଧିକାର। ହିନ୍ଦୁମାନେ କରୁଣା ମାଗୁନାହାନ୍ତି, ସେମାନେ ମାଗୁଛନ୍ତି ସୁରକ୍ଷା, ନ୍ୟାୟ ଓ ସମ୍ମାନର ସହିତ ବଞ୍ଚିବାର ଅଧିକାର। ଆଜି ଯଦି ଆମେ ଚୁପ୍ ରହୁ, ତେବେ ଆଗାମୀକାଲି ଇତିହାସ ପ୍ରଶ୍ନ କରିବ, ସେତେବେଳେ ଆପଣ କେଉଁଠି ଥିଲେ? ଏହି ସମୟରେ ଆବଶ୍ୟକ କେବଳ ଖବର ନୁହେଁ, ଆବଶ୍ୟକ ସ୍ୱର, ସାହସ ଏବଂ ମାନବତା।